ବାଲେଶ୍ୱର ଜିଲ୍ଲା ମୁକୁଳିସି ପଞ୍ଚାୟତ ମୁକୁଳିସି ଗ୍ରାମରେ ଶିବାନନ୍ଦ ରଣାଙ୍କ ବାସଭବନରେ ପାଲାଗୁରୁ ରଘୁନାଥ ରଣାଙ୍କ 15ତମ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୟ କୁମାର ପାଠୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ପ୍ରଦୀପ କୁମାର ବିଶ୍ୱାଳ ଉପସ୍ଥିତ ହୋଇ ଲୋକ କଳାକୁ ଉଜ୍ଜୀବିତ କରିବାକୁ ହେଲେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟ ବକ୍ତା ଚକ୍ରବର୍ତ୍ତୀ ବିଜୟ ଘୋଷ ଉପସ୍ଥିତ ହୋଇ ଗୁରୁ ରଘୁନାଥ ରଣାଙ୍କ ପରି ଛାତ୍ର ବତ୍ସଳ ପର ଉପକାରୀ ଧର୍ମାବଲମ୍ବୀ ସଦାଚରଣକୁ ଅନୁସରଣ କଲେ ନିଶ୍ଚିନ୍ତ ଭାବେ ସମାଜର ମଙ୍ଗଳ, ଏଥିରେ ସନ୍ଦେହ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ମୁକୁଳିସି ପଞ୍ଚାୟତ ସରପଞ୍ଚ ଅମିତ କୁମାର ବିଶ୍ୱାଳ, ଅଧ୍ୟାପକ ଅଶୋକ ରଥ, ଦୟାନିଧି ସାହୁ, ଗାୟକ ସୁରେନ୍ଦ୍ର ରାଉତ, ଐଦିତ୍ୟ ଦାସ, ହରିଶ୍ଚନ୍ଦ୍ର ବେହେରା, ପଞ୍ଚାନନ ପରିଡ଼ା, ହରିଶ୍ଚନ୍ଦ୍ର ସେନାପତି, ରାମହରି ଜେନା, ଅଞ୍ଜଳି ରାଉତ ଏବଂ ରଘୁନାଥ ରଣାଙ୍କ ଦୁଇ ପୁଅ ଶିବାନନ୍ଦ ରଣା ଓ ବିବେକାନନ୍ଦ ରଣା ଉପସ୍ଥିତ ଥିଲେ। ପରିଶେଷରେ ଗୁରୁ ରଘୁନାଥ ରଣାଙ୍କ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁଙ୍କ ଉଦ୍ଦେଶ୍ୟରେ ପାଲା ପରିବେଷଣ କରିଥିଲେ। ସେ ଉତ୍ତର ବାଲେଶ୍ୱରରେ ପାଲାକୁ କେବଳ ବଞ୍ଚେଇ ରଖିଥାନ୍ତି ଯଦି ଶ୍ରୀଯୁକ୍ତ ରଘୁନାଥ ରଣା, ଯାହାଙ୍କର ଉଦ୍ୟମରେ, ଯାହାଙ୍କ ପ୍ରଚେଷ୍ଟାରେ ଏ ପାଲା ଆଜି ପର୍ଯ୍ୟନ୍ତ ହିଁ ବଞ୍ଚିକି ରହିଛି। ସେଭଳି ଗୁରୁ ବିରଳ, ସେଭଳି ଗୁରୁଙ୍କୁ ପାଇବା ଆଉ ଆମ ଭାଗ୍ୟରେ ଆଉ ଜୁଟିବ ନାହିଁ। ତାଙ୍କରି ପ୍ରଚେଷ୍ଟା, ତାଙ୍କରି ଦୟା, ତାଙ୍କରି ଅନୁକମ୍ପାରେ ମୁଁ ବହୁ ବର୍ଷ ଧରି ପାଲା କରି ଏବେ ମଧ୍ୟ 4 ଜଣ 5 ଜଣ ପିଲାଙ୍କୁ ଶିକ୍ଷା ଦେଇ ସେମାନେ ମଧ୍ୟ ଏ ପାଲା ଜଗତରେ ପାଲା କରିବା ପାଇଁ ବାହାରି ଯାଇଛନ୍ତି। ତେଣୁ ତାଙ୍କର ସେହି ଚରଣ ଯୁଗଳକୁ ମୁଁ ସବୁବେଳେ ପାଥେୟ କରି ସଦା ସର୍ବଦା ମୁଁ ଚାଲିଛି। ଆଜି ଆସିଲା ବେଳେ ମୋର ଗାଡ଼ିର ସାଲସାର ବୁଡ଼ି ଯାଉଥିବା ବେଳେ ମୋତେ କହିଲେ ଯାଇପାରିବନି, ମୁଁ କହିଲି ନା ଜୟ ରଘୁନାଥ ନମ, ମୁଁ ପାହାରେ ପଳେଇ ଆସିଛି। ଏ ସଂଗଠନ ସମାଜକୁ ବିଭିନ୍ନ ପ୍ରକାର ଶିକ୍ଷା ଦେଉଛି। ଏହାର ଶିକ୍ଷା ପ୍ରଶିକ୍ଷକ ଭାବରେ ଦୀର୍ଘ 40ରୁ ଉର୍ଦ୍ଧ୍ୱ ବର୍ଷ ଧରି ଦାରିଦ୍ର୍ୟତାର ନିଷ୍ପେଷିତ ହୋଇ ମଧ୍ୟ ନିଜକୁ ସେ ସାମିଲ କରିଛନ୍ତି ଜଣେ ପ୍ରଶିକ୍ଷକ ଭାବରେ, ଜଣେ ପାଲା ଗୁରୁ ଭାବରେ। ପାଖାପାଖି 100 ଛାତ୍ର ସେ ତିଆରି କରିଛନ୍ତି, ଯାହାକି ଆଜି ପର୍ଯ୍ୟନ୍ତ ମଧ୍ୟ ଓଡ଼ିଶାରେ 40-50 ଜଣ ତାଙ୍କର ଛାତ୍ର ପାଲା ଗାୟନ ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିବା, ସଂସ୍କାରିତ କରିବା, ଲୋକକଳାକୁ ଉଜ୍ଜୀବିତ କରିବା ପାଇଁ ଯେଉଁ ପ୍ରଚେଷ୍ଟା କରୁଛନ୍ତି, ସେଥିପାଇଁ ଏ ସମସ୍ତ ଶ୍ରେୟ ଦିବଙ୍ଗତ ରଘୁନାଥ ରଣା ପାଲାଗୁରୁଙ୍କ ନାମରେ ହିଁ ସନ୍ନିବେଶିତ ହେବା। ବାଲେଶ୍ୱର ବସ୍ତାରୁ ବିଷ୍ଣୁପଦ ପତିଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।